ସାର୍ ମୁଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲା ପରେ ଗୋଟେ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟରେ ଗୋଟେ ରିକମେଣ୍ଡ ଦେଲି 91ରେ ପାଇଲି 96 ତକ୍ କଣ୍ଟିନ୍ୟୁ କଲି ତାପରେ ସେଟା ଗଭର୍ଣ୍ଣମେଣ୍ଟ ଏବୋଲିଷ୍ଟ କଲା ତାପରେ ଆଉ ଆମକୁ ଜବ୍ ଦେଲା ନାହିଁ ହାଇକୋର୍ଟ ଟ୍ରିବ୍ୟୁନାଲ କଲୁ ସେମାନେ କହିଲେ ଯେ ଦେବୁ ବୋଲିକିନା ଆମକୁ ଡିଲେ କରିକିନା ବର୍ତ୍ତମାନ ତକ ହଇରାଣ କରୁଛନ୍ତି ମନା କରିନାହାନ୍ତି କି ଦେଇନାହାନ୍ତି ଆମେ ଯାହାଫଳରେ ହାଇକୋର୍ଟ ଟ୍ରିବ୍ୟୁନାଲ କଲି ଓଏ କେସ୍ ନମ୍ବର 3199 ସେଥିରେ ଅର୍ଡର ହେଲା ସିମିଲାର ପର୍ସନ୍ ଗଟ୍ ଇଜ୍ ବେନିଫିଟ୍ ମୋ ସାଙ୍ଗମାନେ ଯେଉଁଟା ହାଇସ୍କୁଲ ଏମ୍ଇ ସ୍କୁଲରେ ପାଇଥିଲେ ସେଇଭଳିଆ ମୋତେ ଜବ୍ ଦେଇଥାନ୍ତା କିନ୍ତୁ ଏମାନେ ଦେଲେ ନାହିଁ ତାପରେ ମୁଁ କ'ଣ କଲି WPC 16,050 ଗୋଟିଏ କେସ୍ ପୁଣି ଫାଇଲ୍ କଲି ସେ କ'ଣ କଲା ହାଇକୋର୍ଟ ଟ୍ରିବ୍ୟୁନାଲର ଯାହା ଅର୍ଡର ଅଛି ସେ ତାକୁ କାର୍ଯ୍ୟକାରୀ କରାଯିବ ବୋଲି WPC ଅର୍ଡର ନମ୍ବର 16,050 ନିର୍ଦ୍ଦେଶ ଦେଲା ତାପରେ ମୁଁ ବର୍ତ୍ତମାନ DPI ଅଫିସ୍ ସେକ୍ରେଟେରିଏଟ୍ ସବୁଆଡ଼େ ମୁଁ ବୁଲାବୁଲି କରୁଛି ଅଫିସରମାନଙ୍କୁ ଦେଖା କରୁଛି କୌଣସି ଫଲ ହେଉନାହିଁ ମୋର ବର୍ତ୍ତମାନ ବୟସ ପ୍ରାୟ 52 ସାର୍ ଯାହା ବି ହେବ 2-4-5 ବର୍ଷ କଲା ପରେ ମୁଁ ଯେତେ ଦିନ ଅର୍ଡର ହେଇଛି ବର୍ତ୍ତମାନ ତକ ଗଭର୍ଣ୍ଣମେଣ୍ଟକୁ ଗୋଟେ ମାନେ ମୁଁ ଡିମାଣ୍ଡ କରିବି ଯେ ମୋତେ କିଛି ମାନେ ପଇସା ଦିଆଯାଉ ନାଇଁ ମୋର ହିନ୍ଦୀ ଥିଲା କୋଭିଦ ଥିଲା ହିନ୍ଦୀରେ ବର୍ତ୍ତମାନ ସାର୍ଟିଫିକେଟ୍ ଅଛି ହିନ୍ଦୀ ସାର୍ଟିଫିକେଟ୍ ତାପରେ ସବୁ ଏକ୍ସପିରିଏନ୍ସ ଅଛି ମୋର ସେ 6 ବର୍ଷ ମୁଁ ସୁପରଭାଇଜର ଥିଲି ଏଜୁକେସନ୍ ଡିପାର୍ଟମେଣ୍ଟରେ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟରେ ଅସୁବିଧା ଏମାନେ ଅଫିସିଆଲି ମ୍ୟାଟରରେ କୌଣସି ଗୋଟେ ବଡ଼ ପଲିଟିକାଲ ପ୍ରେସର ହଉ କି କ'ଣ ହଉ ଏମାନେ ସବୁ ଜାଣିକିରି ନୋଇଂଲି ଆଭଏଡ୍ କରିକିରି ହାରାସ କରୁଛନ୍ତି ହଁ 20 ବର୍ଷ ହେଲା ସାର୍ ମୁଁ ବିଷ୍ଣୁ ଦାସ ପାଖକୁ ଯାଇଥିଲି ଅଜୟ ନାୟକ ସେଠି ଥିଲେ ତାଙ୍କର ପିଏ ତାଙ୍କ ଥ୍ରୋରେ ମୁଁ ସେକ୍ରେଟେରିଏଟ୍ ଯାଇଥିଲି ଆଉ ତାପରେ ସଞ୍ଜୀବ ସାହୁ ଯିଏକି ମୋର ଗୋଟେ ଭଲ ସାଙ୍ଗ ଯେଉଁ ମାସ୍ ଏଜୁକେସନ୍ ମିନିଷ୍ଟର ତାଙ୍କ ଘରକୁ ଯାଇଥିଲି ମୁଁ ବାଇକ୍ରେ ବି ତାଙ୍କ ସହିତ ବସିକିରି ଆସିଥିଲି ସେ ମିନିଷ୍ଟର ହେଲା ପରେ ତାଙ୍କୁ ବି ରିକ୍ୱେଷ୍ଟ କଲି କିଛି କାମ ଦେଲା ନାହିଁ କିଛି ଗୋଟେ ବଡ଼ ଷଡ଼ଯନ୍ତ୍ର ଚାଲିଛି ଯାହାଫଳରେ ମୋତେ ସର୍ଭିସ୍ ଦେଇନାହାନ୍ତି ସେତେବେଳେ ଦିଆଯିବ ବୋଲିକିରି କହୁଥିଲେ ତାପରେ କଣ୍ଟେମ୍ କଲେ ପୁଣି ପଇସା ଦରକାର ପୁଣି ହାଇକୋର୍ଟରେ ମୁଁ ଯିବି ପୁଣି ପଇସା ଦରକାର ଯାହାର ମୋର ଆର୍ଥିକ ସମ୍ବଳ ଠିକ ନାହିଁ ହଁ କରିଥିଲି ଅର୍ଡର ଅଛି ମୋର କେସ୍ କରିଥିଲି ସିମିଲାର ପର୍ସନ୍ ଗଟ୍ ଇଜ୍ ବେନିଫିଟ୍ ବୋଲି ବୁଦ୍ଧିମାନ ରାଉତ ଯିଏକି ଏବେ ବିଜେଡି ମାନେ ସେ ଥିଲେ ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍ ହେଲେ ତାପରେ ସେ ଫାଇଲ୍ କରିଥିଲେ ଅର୍ଡର ହେଲା ତାପରେ ପୁଣି ଆମର ଖୋର୍ଦ୍ଧାର ଦାସ ବାବୁ ବୋଲି WPC କଲେ ଦୁଇଟା ଆଡଭୋକେଟ୍ ଫାଇଲ୍ କରିଥିଲେ ସିମିଲାର ୱାର୍ଡଟା ଯୋଉ ଲାଗୁଛି ସିମିଲାର ୱାର୍ଡକୁ ହେଲ୍ଥ ଆମର ଏଜୁକେସନ୍ ଡିପାର୍ଟମେଣ୍ଟ କେବେ ବୁଝି ପାରେନି ନା ବୁଝିବାକୁ ଚାହୁଁନି ତାଙ୍କର ସାଇଟେସନ୍ ଅଛି ତିନିଟା ମାନେ ବ୍ୟକ୍ତିଙ୍କର ଆପଏଣ୍ଟମେଣ୍ଟ ଅର୍ଡର ଏନକ୍ଲୋଜ୍ ଅଛି ବର୍ତ୍ତମାନ ଅଛି ଏମାନେ ପାଇଛନ୍ତି ପୁରା ହଁ ତାଙ୍କ ପରି ମୋତେ ଦିଆଯିବ ବୋଲି ମୁଁ କ୍ଲେମ୍ କଲି ତାଙ୍କ ସହିତ ଆପଏଣ୍ଟମେଣ୍ଟ ପାଇଥିଲି ତାଙ୍କ ସହିତ ମୁଁ କାମ କଣ୍ଟିନ୍ୟୁ କଲି ରିଟ୍ରେଞ୍ଜ ହେଲୁ ତାପରେ ସେମାନେ ହାଇକୋର୍ଟ ଗଲେ ମୁଁ ବି କଲି ମୋତେ କାହିଁକି ଦିଆନଗଲା ମୁଁ ସବୁବେଳେ ଆସୁଛି ଡାଇରେକ୍ଟର ଅଫ୍ ମାସ୍ ଏଜୁକେସନ୍ ତାଙ୍କୁ ଦେଖା କରୁଛି ଲେଖିକିରି ପ୍ରେୟାର କରୁଛି ମୋତେ ଦିଆଯାଉ ଏମିତି ଡିଲେ ହେଲା ଆଜି ଆପଣଙ୍କୁ ଦେଖିକିରି ମୁଁ ରିକ୍ୱେଷ୍ଟ କଲି ଆପଣଙ୍କର ଯେମିତି ବର୍ତ୍ତମାନ ସିଚୁଏସନରେ ବି ସେଇଆ ଯେ ସିମିଲାର ଯଦି ହାଇକୋର୍ଟର ନିର୍ଦ୍ଦେଶ ରହୁଛି ତାହେଲେ ବି ସେମାନଙ୍କୁ କୌଣସି ରୂପରେ ଏଜୁକେସନ୍ ଡିପାର୍ଟମେଣ୍ଟରେ କୌଣସି ଆଶ୍ୱାସନା କି ଚାକିରି ଦିଆଯାଉନି କାହିଁକି ନାଇଁ ବାକି ଲୋକଙ୍କୁ ଦିଆଯାଉଛି କି ନ ଯାଉଛି ସେ କଥା ବୁଝିବାକୁ ମୁଁ ଗୋଟେ ଛୋଟିଆ ପରିବାର ବ୍ରାହ୍ମଣ ପରିବାରର ମାନେ ବ୍ୟକ୍ତି ମାନେ ଗୋଟେ ପୁଅ ଗୋଟେ ଝିଅକୁ ପୋଷିଲା ବେଳେ ମୋତେ ସମୟ ନାହିଁ ସେ କଥା ମୁଁ ଜାଣିପାରୁନାହିଁ କିନ୍ତୁ ମୁଁ ମୋ ନୀତି ନିୟମରେ ମୁଁ ସବୁବେଳେ ଷ୍ଟ୍ରଗଲ୍ କରୁଛି ଯେ ମୋତେ ଗୋଟେ ମିଳିବ ବୋଲି ମାନେ ମୁଁ ଗୋଟେ ଆଶା ନେଇକିରି ଯାଉଛି ଆପଣଙ୍କର କୋଉ ୟୁନିଭର୍ସିଟି ମୋର ବୁର୍ଲା ୟୁନିଭର୍ସିଟି ସାର୍ ସାର୍ଟିଫିକେଟ୍ ବି ମୋ ପାଖରେ ଅଛି ଏବେ ଦେଉନାହାନ୍ତି ଦେଲେ ନାହିଁ ବର୍ତ୍ତମାନ ପରଦିନ ଯୋଉ ୟୁନିଭର୍ସିଟି ଆପଣ ପାସ୍ ଆଉଟ୍ ହେଇଛନ୍ତି ସେଇ ୟୁନିଭର୍ସିଟିରେ ତାଙ୍କର କଣ ଏଜୁକେସନ୍ ଡିପାର୍ଟମେଣ୍ଟ ଅଣ୍ଡରରେ ଯାଉନି କି ସାର୍ ଯାଉଛି ଯାଉଛି ନିଶ୍ଚୟ ଯାଉଛି ସେମାନେ କ'ଣ କରୁଛନ୍ତି ହ୍ୟାରେଷ୍ଟ କଲେ ସବୁ ଯେତେ ଡକୁମେଣ୍ଟ ଥିଲା ସାଧାରଣ ମେଟ୍ରିକ୍ ପାଇକିରି ଗଣଶିକ୍ଷକ ପାଇକିରି ଏବେ ପରମାନେଣ୍ଟ ହେଇକିରି 40,000 70,000 ପିଲା ପୁଅ ଝିଅ ପାଇଲେ କିନ୍ତୁ ଆମେ 95 ଜଣ ସେତେବେଳେ ରିଟର୍ନ ଯାଇଥିଲୁ ଅଲ୍ ଓଡ଼ିଶାରେ 4 ଜଣ ପାଇଲେ ତାପରେ ମୁଁ ଫାଇଟ୍ କଲି ବାକି ମାନେ ସାଇଲେନ୍ସ ରହିଲେ ଆମକୁ 60-70 ଜଣଙ୍କୁ ଆମକୁ ଏନଗେଜମେଣ୍ଟ କରିଦେଇଥିଲେ ଭଲ ହେଇଥାନ୍ତା ଦେଲେ ନାହିଁ ଆମକୁ 23 ବର୍ଷ ବିଜେଡି ସରକାର ସରିଗଲା କିନ୍ତୁ ମୋ କାମ ହେଇପାରିଲା ମୁଁ ଭୋଟ ବି ଦେଇଥିଲି ମୁଁ 15 ବର୍ଷ ଭୋଟ ଦେଇଥିଲି ବହୁତ ସାହାଯ୍ୟ କରିଥିଲି କିନ୍ତୁ ମୁଁ ପାର୍ଟିକୁ ସପୋର୍ଟ କରିକିନା ସେଇ ପାର୍ଟି ମୋତେ ମାନେ ପ୍ରତ୍ୟାଖ୍ୟାନ କଲା ମୋର ଲାଇଫକୁ ଡ୍ୟାମେଜ କରିଦେଲା 23 ବର୍ଷ ଯେତେବେଳେ ଗଲା ଆଉ କ'ଣ ରହିଲା ପୁଅ ଝିଅର ପାଠ ପଢ଼ା କେତେବେଳେ ହେବ କିଛି ହେଲା ନାହିଁ